କାଳିଆ ଯୋଜନା ନେଇକି ସରକାର କଲେ ଏକ ବଡ଼ ଘୋଷଣା। ଚାଲନ୍ତୁ ଦେଖିବା କାଳିଆ ଯୋଜନା ନେଇକି କ'ଣ କହିଛନ୍ତି ସରକାର। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ। ଯେଉଁମାନେ କାଳିଆ ଟଙ୍କା ପାଉଥିଲେ, ପିଏମ୍ କିଷାନ ଟଙ୍କା ପାଉନଥିଲେ, ସେମାନେ ବି ବର୍ତ୍ତମାନ ପିଏମ୍ କିଷାନ ଟଙ୍କା ପାଇବେ। ଆଉ କାଳିଆ ଟଙ୍କା ଯେଉଁ ସମୟ ସୀମା ଥିଲା, ସେ ପିଏମ୍ କିଷାନ ଟଙ୍କାର କନଭର୍ଟ ହୋଇଗଲା। ଯେଉଁ ଟଙ୍କା ଆପଣମାନେ ପ୍ରତ୍ୟେକ ବର୍ଷ 3ଟି କିସ୍ତିରେ ଆପଣ ପାଇବେ ଏବଂ କାଳିଆ ଯୋଜନା ନ ହୋଇ ଏହା ହେବ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି। ଆଉ ଗୋଟେ ରିକ୍ୱେଷ୍ଟ କରି ସବୁ ଭାଇମାନଙ୍କୁ, ଯେଉଁମାନେ ବି କାଳିଆ ଟଙ୍କା ପାଉଥିଲେ, ପିଏମ୍ କିଷାନ ଟଙ୍କା ପାଉନଥିଲେ, ସେମାନେ ବର୍ତ୍ତମାନ ପିଏମ୍ କିଷାନରେ ଆପ୍ଲାଏ କରିଦିଅନ୍ତୁ। ଆଉ ଯେଉଁମାନେ ଭୂମିହୀନ ବି ଥିଲେ, ସେମାନେ ବର୍ତ୍ତମାନ ଜମି ଦେଇ ପିଏମ୍ କିଷାନ ଆପ୍ଲାଏ କରନ୍ତୁ। କାହିଁକିନା ବର୍ତ୍ତମାନ ସରକାର ଚେଞ୍ଜ ହେଇଛି। ଆଉ ଆପଣମାନେ ନ୍ୟୁଜ୍ରେ ବି ଦେଖିଲେ, ସରକାରଙ୍କ କହିବା ଅନୁସାରେ କାଳିଆ ହିତାଧିକାରୀ ଭୂମିହୀନ ଏବଂ ଜମିବାଲା ବହୁତ ଗୁଡ଼ିକ ଥିଲେ ଏବଂ ପିଏମ୍ କିଷାନର ଓଡ଼ିଶାର ହିତାଧିକାରୀ କମ୍ ଥିଲେ। ସେଥିପାଇଁ ଯେଉଁମାନେ ବି ଜମି ଥାଇ ମଧ୍ୟ ସେମାନେ ଭୂମିହୀନରେ ଆପ୍ଲାଏ କରିଥିଲେ ଏବଂ ତାଙ୍କର 12,000 ଟଙ୍କା ଆସି ବନ୍ଦ ହୋଇଯାଇଥିଲା। ସେମାନେ ଆଉ ତା'ର କାଳିଆର କିଛି ବେନିଫିଟ୍ ପାଉନଥିଲେ। ସେମାନେ ବର୍ତ୍ତମାନ ଜମି ଦେଇ ପିଏମ୍ କିଷାନ ଆପ୍ଲାଏ କଲେ। ସେମାନେ ପରବର୍ତ୍ତୀ ସମୟରେ ପଇସା ପାଇବେ। ଆଉ ଯେଉଁମାନେ କାଳିଆ ପଇସା ପୂର୍ବରୁ ପାଉଥିଲେ, ଆଉ କୌଣସି ବର୍ଷ ତାଙ୍କର ପଇସା ଆସୁନଥିଲା, ସେମାନେ ଆଧାର ବ୍ୟାଙ୍କ ସହିତ ଆଧାର ସିଡ଼ିଂ କରନ୍ତୁ। କାହିଁକିନା ଏହା ବର୍ଷକୁ ଥରେ କରିବାକୁ ପଡ଼େ। ଆପଣଙ୍କର ଯାହା ହେଇଥିବ ସେ ଆଧାର ମ୍ୟାପିଂରେ ପଇସା ଆସିବ। ସେଥିପାଇଁ ଆଧାର ସିଡ଼ିଂ କରିଦିଅନ୍ତୁ, ନହେଲେ ଆପଣଙ୍କର ପଇସା ଅଟକିଯିବ, ପଇସା ଆସିବନି। ଆଜିର ଥିଲା ଏତିକି ଇନଫର୍ମେସନ୍।